ଦେଇଥିବାରୁ ମୁଁ ପ୍ରଥମେ ମୋର ଗୃହର ପ୍ରଭୁଙ୍କ ଦାସଙ୍କୁ ହିଁ ଧନ୍ୟବାଦ ଜଣାଏ। ଆଉ ଏ ସ୍ଥାନରେ ଯେତେ ପ୍ରଭୁଙ୍କର ଦାସ ଦାସୀ ମାନେ ଅଛନ୍ତି ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ। ଆଉ ମତେ ସୁନ୍ଦର ସୁଯୋଗ ଦେଇଥିବା ଭାଇ ଅମର ଭାଇଙ୍କୁ ଏବଂ ବୀରେନ୍ଦ୍ର ଭାଇଙ୍କୁ, ବିନୟ ଭାଇଙ୍କୁ, ମଧୁସ୍ମିତା ଦିଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଏ। ଆଜି ସୁନ୍ଦର ବାକ୍ୟ ମାଧ୍ୟମରେ ପ୍ରଭୁଙ୍କ ଦାସ ବାବୁଲି ଭାଇ ମଧ୍ୟ ଆମ ପ୍ରତ୍ୟେକଙ୍କୁ କଢେଇ ନେଇଛନ୍ତି। ଆରମ୍ଭରୁ ହିଁ ସେ ଭୟଭୀତ କରିଦେଇଛନ୍ତି ଯେ ସମସ୍ତ ଜୁମ୍ ଗୁଗୁଲ ମିଟ୍ କିଛି ରହିବ ନାହିଁ, ସେଥିପାଇଁ ଅଧିକରୁ ଅଧିକ ପ୍ରସ୍ତୁତ ହୁଅନ୍ତୁ ବୋଲି ସେ ଆରମ୍ଭରୁ କହୁଥିଲେ। ଆଉ ଆମେ ଯେତିକି ପରିମାଣରେ ପ୍ରଭୁଙ୍କର କାର୍ଯ୍ୟ କରୁଛୁ ଆହୁରି ଆହୁରି ଅଧିକ ଅଧିକ କରିବା ନିମନ୍ତେ ଆଜି ପ୍ରଭୁଙ୍କ ଦାସ କହୁଥିଲେ। ଆଉ ବାରମ୍ବାର ଯେତେବେଳେ ମୋ ନାମ ନେଉଥିଲେ ମୁଁ ଭୟଭୀତ ହଉଥିଲି ଯେ ପ୍ରଭୁ ସତରେ ମୋର ପ୍ରାର୍ଥନା ମୋର ବାକ୍ୟ ଅଧ୍ୟୟନ ବୋଧେ ଯଥେଷ୍ଟ ହେଇପାରୁନି, ସେଥିପାଇଁ ଆଜି ପ୍ରଭୁଙ୍କର ଦାସ କଥା କହୁଛନ୍ତି। ପ୍ରଭୁଙ୍କ ଦାସଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଏ। ମୋ ଜୀବନର ସାକ୍ଷ୍ୟ ମୁଁ ଦେବାକୁ ଚାହେଁ। ମୋର ସାନ ଭାଇ ଯେତେବେଳେ ୱାର୍ଲଡ ଭିଜନ ରେ କାମ କରୁଥିଲା, ସେ କାମ ଛାଡିକି ଆସିଲା ପରେ ସେ ଢେଙ୍କାନାଳରେ ଗୋଟେ ଜାଗାରେ କାମ କଲା। ସେ ମାସେ ଖଣ୍ଡେ କାମ କରି ସାରିବା ପରେ ଆସି ମତେ କହିଲା ଯେ ଦିଦି ତୁ ବି ଚାଲ ସେ ସ୍ଥାନରେ କାମ କରିବୁ, ମୋ ସହିତ ଯିବୁ, ମୋ ସହିତ ଆସିବୁ, କିଛି ଅସୁବିଧା ହବ ନାହିଁ, ଆଉ ବେଶୀ ବି କିଛି କାମ ନାହିଁ, କିଛି କାମ ତୋ ପାଇଁ ନାହିଁ, କେବଳ କଲ ରିସିଭ କରିବୁ, ଆଉ ପାଠ ପଢିଛୁ କଣ ପାଇଁ କାମ ନ କରିବୁ ବୋଲି ମତେ ସେ କହିଲା। ତାପରେ ମୁଁ କିଛି ଦିନ ପରେ ଚୁପ ହେଇକି ରହିଲି। ବାରମ୍ବାର ମାସ ସେ ମତେ କହୁଥାଏ। ତାପରେ ଏ ସ୍ଥାନରେ ବାପାଙ୍କୁ କହିଲି। ବାପା ଭାରି ଇଚ୍ଛା କରନ୍ତି ଯେ ମୁଁ କୌଣସି ସ୍ଥାନରେ କାମ କରେ ବୋଲି ସେ ଚାହାନ୍ତି, ଆଉ ସାଙ୍ଗେ ସାଙ୍ଗେ ବି ରାଜି ହୁଅନ୍ତି। ଆଉ ରାଜି ହେଇକି କହିଲେ ଭାଇ ସାଙ୍ଗରେ ଯିବୁ, ଭାଇ ସାଙ୍ଗରେ ଆସିବୁ, କିଛି ଅସୁବିଧା ନାହିଁ, ତୁ ଯା ବୋଲି ମତେ କହିଲେ। ତ ବାପା ଯେତେବେଳେ ହଁ କହିଦେଲେ, ପ୍ରଭୁଙ୍କ ଦାସ ମତେ କିଛି କହିଲେନି, ତ ମୁଁ ମୋ ସାନ ଭାଇ ସାଙ୍ଗରେ କାର୍ଯ୍ୟସ୍ଥାନକୁ ଯିବା ଆରମ୍ଭ କଲି। ଆଉ ଯେତେବେଳେ ଗଲି ସେ ସ୍ଥାନରେ କିଛି ବି କାମ ନଥାଏ, ଖାଲି କଲ ରିସିଭ କରିବା କାମ, ଦିନ ସାରା ବସିବା କାମ। ଆଉ ମୁଁ ଗୋଟେ ଛୋଟ ବାଇବଲ ଟି ବି ମୁଁ ଭ୍ୟାନିଟିରେ ଧରିକି ଯାଇଥାଏ। ଆଉ ଯେତେବେଳେ କିଛି କାମ ନଥାଏ ମୁଁ ବାଇବଲ ପଢୁଥାଏ। କିନ୍ତୁ ସେ ସ୍ଥାନରେ 2-3 ଦିନ ଭିତରେ ହିଁ ମତେ କିଛି ଭଲ ଲାଗିଲାନି। ସେ ସ୍ଥାନରେ କାମ ବସିଲା ପରେ ମତେ ଘର କଥା ବହୁତ ମନେ ପଡେ, ଯେ ଘରେ କଣ କରୁଛନ୍ତି କଣ ନାହିଁ, ପୁଅ ଦୁଷ୍ଟ ହଉଥିବ, ଏ ସମସ୍ତ ବିଷୟ ମନେ ପଡେ। ଆଉ ପ୍ରଭୁଙ୍କ ଦାସ କୁଆଡେ ଗଲେ କି ନାହିଁ, ଯଦି ମିନିଷ୍ଟ୍ରିରେ ଯାଇଥିବେ ପୁଅକୁ ନେଇଥିବେ କି ନାହିଁ, ଏଇ ସମସ୍ତ ବିଷୟ ମନେ ପଡେ। ଆଉ ସେ ସ୍ଥାନରେ ଆଉ 2-3 ଦିନ କାମ କରିବା ପରେ ମୁଁ ଯୋଉ ବାଇବଲ ଖଣ୍ଡିକ ନଉଥିଲି, ବାଇବଲ ପଢୁଥିବା ସମୟରେ ପ୍ରଭୁ ମତେ ଯାକୁବ 2 ପର୍ବର 5 ପଦ ମାଧ୍ୟମରେ କଥା କହିଲେ। ସେ ସ୍ଥାନ ଲେଖା ଅଛି, ହେ ମୋର ପ୍ରିୟ ଭାଇ ମାନେ ଶୁଣ, ଈଶ୍ୱର କଣ ଏହି ଜଗତର ଦୃଷ୍ଟିରେ ଦରିଦ୍ର ମାନଙ୍କୁ ବିଶ୍ୱାସ ରୂପ ଧନରେ ଧନୀ ହେବା ପାଇଁ, ପୁଣି ଆପଣା ପ୍ରେମକାରୀ ମାନଙ୍କୁ ଯୋଉ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରିନାହାନ୍ତି। ଏଇ ବାକ୍ୟ ମାଧ୍ୟମରେ ଯେତେବେଳେ ପ୍ରଭୁ ମତେ କଥା କହିଲେ, ଆଉ ତଥାପି ମୁଁ ସାଙ୍ଗେ ସାଙ୍ଗେ ବି କାମ ଛାଡି ନଥିଲି, ଆଉ 2-3 ଦିନ କାମ କଲି ସେ ସ୍ଥାନରେ। 2-3 ଦିନ କାମ କଲି, ଯେହେତୁ ମନରେ ଗୋଟେ ଆସୁଥାଏ ଯେ ମୁଁ ପାଠ ପଢିଛି, କିଛି ବି ତ କାମ ନାହିଁ, ହାଲକା କାମ, ଆଉ କଣ ପାଇଁ କାମ ଛାଡିବି। କିନ୍ତୁ ଏ ପ୍ରଭୁ ଯେତେବେଳେ ବାକ୍ୟ ମଧ୍ୟରେ ମତେ କଥା କହିଲେ, ମୁଁ ଘରକୁ 2 ଦିନ ଗଲା ପରେ ପୁଣି ଯେତେବେଳେ ଘରକୁ ଆସିଲି ଦିନେ, ପ୍ରଭୁଙ୍କ ଦାସ ଆମ ଭୁବନେଶ୍ୱର ବାଳକ ଆଜ୍ଞା ସଂଗ୍ରାମ ଭାଇଙ୍କ ସହିତ ମୁଁ କଥା ହେଲି। କାରଣ ଭାଇ ଆମକୁ ବେଶୀ ଭଲ ପାଆନ୍ତି, ପ୍ରତ୍ୟେକଙ୍କୁ ଭଲ ପାଆନ୍ତି, କିନ୍ତୁ ଯେହେତୁ ପ୍ରଭୁଙ୍କ ଦାସ ଭାଇଙ୍କ ସାଙ୍ଗରେ କାର୍ଯ୍ୟ କରିଛନ୍ତି, ତ ତାଙ୍କ ସାଙ୍ଗରେ ଆମେ ଟିକେ ଅଧିକ ସମ୍ପର୍କରେ ରହୁ। ତ ଭାଇଙ୍କୁ ଫୋନ କରିକି ଏ କଥା ଯେତେବେଳେ ପଚାରିଲି, ମତେ ସେ କହିଲେ ଯେ ଜଗତର କାର୍ଯ୍ୟ କରିବାର ଥିଲା ଯଦି ସାନକୁ କାହିଁକି ବିବାହ କଲୁ। ତ ମୁଁ ଚୁପଚାପ ହେଇ ଖାଲି ମୁଁ ଶୁଣୁଥାଏ ଯେ ପାଠ ପଢିଛୁ ବୋଲି ଯଦି ଜଗତର କାର୍ଯ୍ୟ କରିବାର ଥିଲା, ତାହେଲେ ତାଙ୍କୁ କାହିଁକି ବିବାହ କଲୁ। ଆଉ ପ୍ରଭୁ ତୁମକୁ ପ୍ରଭୁଙ୍କର କାର୍ଯ୍ୟ କରିବା ନିମନ୍ତେ ମନୋନୀତ କରିଛନ୍ତି। ହୁଏତ ଅଭାବ ଆସିବ, ଅସୁବିଧା ଆସିବ, ସମସ୍ୟା ଆସିବ, ତା ବୋଲି ଯେ ତାଙ୍କୁ ଛାଡିକି ଯାଇକି ଜଗତର କାର୍ଯ୍ୟ କରିବା କିଛି ଆବଶ୍ୟକତା ନାହିଁ। ମତେ ଅନେକ କଥା ବୁଝେଇଲେ। ତାପରେ ମତେ ଖାଲି କହିଲେ ଯେ ତୁ ଯୋଉ ଯାଇ କାର୍ଯ୍ୟ କରୁଥିବା ସମୟରେ ଆଉ ସାନୁ ପ୍ରଭୁଙ୍କର କାର୍ଯ୍ୟ କରିବାକୁ ଯାଉଛନ୍ତି କି ନାହିଁ। ମୁଁ କହିଲି ହଁ ଭାଇ ଯାଉଛନ୍ତି, ଆଉ ପୁଅକୁ ନେଇକି ଯାଉଛନ୍ତି, ଯେହେତୁ ପୁଅ ଘରେ ରହିଲେ ଦୁଷ୍ଟ ହବ, ହଇରାଣ କରିବ, ସେଥିପାଇଁ ପୁଅକୁ ନେଇକି ଯାଉଛନ୍ତି। ତାପରେ ମତେ କହିଲେ ଯଦି ପୁଅକୁ ନେଇକି ଯାଉଛନ୍ତି ସେଇ ସ୍ଥାନରେ, ସେ କଣ ଫ୍ରିରେ ପ୍ରଭୁଙ୍କର କାମ କରିପାରୁଥିବେ କି। ପ୍ରଭୁ ତତେ ଦାୟିତ୍ୱ ଦେଇଛନ୍ତି ଘର ସମ୍ଭାଳିବା ନିମନ୍ତେ, ପରିବାର ସମ୍ଭାଳିବା ନିମନ୍ତେ, ଆଉ ତୁ ପରିବାର ସମ୍ଭାଳିଲେ ସେ ପ୍ରଭୁଙ୍କର କାର୍ଯ୍ୟ କରିବାକୁ ଯିବେ। ଅନେକ ପ୍ରକାର ମତେ ବୁଝେଇଲେ। ତାପରେ ମୋ କାର୍ଯ୍ୟସ୍ଥାନକୁ ଗଲିନି।
ରହିଗଲି। ପ୍ରଭୁ ସାହାଯ୍ୟ କଲେ। ମୋ ଭାଇକୁ ମଧ୍ୟ ମୁଁ କହିଲି ଯେ ଏଗୁଡିକ ଯଦି ମୁଁ କହେ ସେ ହୁଏତ ଯେହେତୁ ସେ ଜଗତର କାର୍ଯ୍ୟ କରୁଛି ସେ କହିବ ସେ ଧାର୍ମିକ ଦେଖାଉଛି କି କଣ ଯାହା ବି ତା ମନରେ ଆସିଥାନ୍ତା ସେ କହିଥାନ୍ତା। ସେଥିପାଇଁ ଏ ସମସ୍ତ ବିଷୟ ମୁଁ କିଛି କହିଲିନି ଯେ ପ୍ରଭୁ ମତେ ବାକ୍ୟ ଦ୍ଵାରା କଥା କହିଛନ୍ତି କି ବାକ୍ୟ ମତେ ଦେଖେଇଛନ୍ତି। ମୁଁ ବାଇବଲ ନେଇକି ଯାଉଛି ପଢୁଥିବା ସମୟରେ ଏଗୁଡା କିଛି କହିଲିନି। ଖାଲି କହିଲି ଯେ ଟ୍ରାଭେଲିଂ କରିକି ଯାଇ ଆସୁଥିବା ସମୟରେ ମତେ ବେଶୀ କଷ୍ଟ ହଉଛି ଆଉ ମୁଁ ଯାଇକି କାମ କରିପାରିବିନି। ଏଠୁ ମତେ ଟିକେ ସେ ବିରକ୍ତ ହେଲା, କହିଲା 7 ଦିନ ଯାଇଛୁ ତତେ କଣ କଷ୍ଟ ହଉଛି ଆଉ ପାଠ ପଢିଲୁ କିଛି ଲାଭ ହେଲାନି ବୋଲିକି ସେ କହିଲା। କିନ୍ତୁ ତା କଥାକୁ ମୁଁ କିଛି ଇଏ କଲିନି, ମୁଁ ରହିଗଲି। କାମକୁ ଗଲିନି, ରହିଗଲି। ପ୍ରଭୁ ସାହାଯ୍ୟ କଲେ, ପ୍ରଭୁ ଅନୁଗ୍ରହ କଲେ। ଦିନ ପ୍ରତିଦିନ ଆମ ପରିବାରକୁ କଢେଇ ଆଣୁଛନ୍ତି ମଧ୍ୟ। ଅନେକ ପ୍ରିୟ ପରିବାର ସହିତ ଆମକୁ ଜଡିତ କରିଛନ୍ତି ଯୋଉମାନେ ଆମକୁ ବହୁତ ଭଲ ପାଆନ୍ତି, ବହୁତ ସ୍ନେହ ଆଦର କରନ୍ତି। ଯେ ପ୍ରଭୁଙ୍କର ଦାସ ଯେ ପ୍ରଭୁଙ୍କର କାର୍ଯ୍ୟ କରନ୍ତି କେବଳ ତାଙ୍କୁ ଭଲ ପାଆନ୍ତିନି, ଆମକୁ ମଧ୍ୟ ଭଲ ପାଆନ୍ତି। ମୋ ପିଲାମାନଙ୍କୁ ମଧ୍ୟ ଭଲ ପାଆନ୍ତି। ମୋ ପିଲାମାନଙ୍କର କଣ ସେମାନେ ମୋ ପିଲାମାନେ କଣ ଭଲ ପାଆନ୍ତି, କଣ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ସେ ସେ ବିଷୟ ମଧ୍ୟ ସେମାନେ ଜାଣନ୍ତି। ଏ ପ୍ରକାର ପରିବାର ଗୁଡିକ ସହିତ ଆମକୁ ଜଡିତ କଲେ ଏବଂ କଢେଇ କଢେଇ ଆଣିଲେ। ତେଣୁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଜଣାଏ। ତାପରେ ହଠାତ୍ କେତେ ଦିନ ପରେ, କେତେ ମାସ କି ବର୍ଷ ପରେ ହଠାତ୍ ମୋ ଶରୀର ଅସୁସ୍ଥ ହେଲା। ମୋ ଶରୀରରେ ଟିବି ଦେଖାଗଲା। ଆଉ ଆମେ ସେଟା ଜାଣି ପାରୁନଥିଲୁ। ଢେଙ୍କାନାଳରେ ପ୍ରଥମ ଟ୍ରିଟମେଣ୍ଟ ଆରମ୍ଭ କଲୁ କିନ୍ତୁ ସୁସ୍ଥ ହେଇପାରିଲିନି। କିନ୍ତୁ ସେ ଅସୁସ୍ଥତା ମୋ ଶରୀରକୁ ଆସିବା କେତେ ଦିନ ପୂର୍ବରୁ ଜଣେ ପ୍ରଭୁଙ୍କ ଦାସ ଆମକୁ କିଛି ସାହାଯ୍ୟର ହସ୍ତ ବଢେଇଥିଲେ। ତ ସେଇ ସାହାଯ୍ୟକୁ ଆମେ ପାଇ ବହୁତ ଖୁସି ହେଇଥିଲୁ। ଯେହେତୁ ଏତେ ଗୁଡାଏ ସାହାଯ୍ୟ ଆମେ ସ୍ୱାମୀ ସ୍ତ୍ରୀ ସେଇ ସାହାଯ୍ୟକୁ ହସ୍ତରେ ଧରି ପ୍ରାର୍ଥନା କରିଥିଲୁ। ତାପରେ କିଛି ଗୋଟେ କାର୍ଯ୍ୟ କରିବୁ ବୋଲି ଚିନ୍ତା କରିଥିଲୁ। କିନ୍ତୁ ସେ ପ୍ରଭୁଙ୍କ ଦାସ ପୁନର୍ବାର ଫୋନ କରିକି କହିଲେ ଯେ ନାଇଁ, ଯାହା ମୁଁ ଅର୍ଥ ପଠେଇଛି ସେଇଟାକୁ ତମର ବିଶ୍ୱାସୀ ମାନଙ୍କ ପାଖରେ ବାଣ୍ଟି ଦିଅ ବୋଲି। ତାପରେ ଆମେ ସେଇଟା ବିଶ୍ୱାସୀ ମାନଙ୍କ ପାଖରେ ବାଣ୍ଟିଲୁ। ତାପରେ ଅଳ୍ପ ଦିନ ଗଲା ପରେ ପୁଣି ପ୍ରଭୁଙ୍କର ଦାସ ଆମକୁ କିଛି ଅର୍ଥ ପଠେଇଲେ। ଆଉ ସେ ଅର୍ଥ ପାଇବାର 2-3 ଦିନ ପରେ ମୋ ଶରୀର ଅସୁସ୍ଥ ହେଲା। ମୋ ଶରୀର ଅସୁସ୍ଥ ହେଲା। ଯେ ପ୍ରକାର ଅସୁସ୍ଥ ହେଲା, ଆମେ ଭୁବନେଶ୍ୱର ଗଲୁ, ଭାଇଙ୍କ ଘରେ ରହିଲୁ। ଆମ ଭାଇଙ୍କ ଘରେ ଟ୍ରିଟମେଣ୍ଟ ଆରମ୍ଭ ହେଲା। ପୁଅ ମଧ୍ୟ ଥାନ୍ତି, ଜୋଏଲ ମଧ୍ୟ ଥାନ୍ତି। ସେ ମଧ୍ୟ ଆମ ପାଇଁ ବହୁତ ପରିଶ୍ରମ କରିଛନ୍ତି, ମେଡିକାଲରେ ଯାଇ ଠିଆ ହେଇଛନ୍ତି ମୋ ନିମନ୍ତେ। ସାହାଯ୍ୟ ସହାନୁଭୂତି ସବୁ କରିଛନ୍ତି। ଆଉ ଯୋଉ ବେକରେ ମୋର ହେଇଥିଲା ବହୁତ କଷ୍ଟଦାୟକ ମୋର ଥିଲା। ଆଉ ମୁଁ ବହୁତ ଡରି ମଧ୍ୟ ଯାଉଥିଲି କଣ ହବ ବୋଲି। ଆଉ ଡକ୍ଟର ଯେତେବେଳେ କହିଲେ ଏଟା ଟେଷ୍ଟ ହବ ବୋଲି, ସେଥିରୁ ସବୁ ବାହାର କରି ସିରିଞ୍ଜରେ ନେଇକି ଟେଷ୍ଟ କରିବେ ବୋଲି, ଆଉ ଯେତେବେଳେ ଟେଷ୍ଟ କରିବାକୁ ନେଲେ ମୁଁ ବହୁତ ଡରୁଥିଲି। ଦିଦିଙ୍କ ସାଙ୍ଗରେ ବି କଥା ହେଲି। ଦିଦି କହିଲେ ନାଇଁ କିଛି ହବନି, ଗୋଟେ ନିଶା ଦେଇକି ଟେଷ୍ଟ କରିବେ, କିଛି ଡରିବାର ନାହିଁ। କିନ୍ତୁ ମୁଁ ଯେତେବେଳେ ସେ ସ୍ଥାନକୁ ଗଲି କିଛି ନିଶା ଦେଲେନି। ଆଉ ମତେ ଭିତରେ ଡାଇରେକ୍ଟ ପଶେଇ ଯେତେବେଳେ ଟେଷ୍ଟ କରିବା ପାଇଁ ସିରିଞ୍ଜ ଟା ଆଣିଲେ, ମୁଁ ବହୁତ ଡରି ଯାଉଥିଲି। ସେ ସ୍ଥାନରେ ସିରିଞ୍ଜ ଟା ଯେତେବେଳେ ବେକ ଉପରକୁ ଆଣୁଥିଲେ ବହୁତ ଡରିକି ମୁଁ ବ୍ୟସ୍ତ ହଉଥିଲି। ଯିବା ପୂର୍ବରୁ ବି ବହୁତ କାନ୍ଦୁଥିଲି ଯେ ପ୍ରଭୁ କଣ ହବ କଣ ନାହିଁ। ସେ ଭିତରେ ତ କେହି ମୋ ପାଖରେ ନଥିବେ, କାହାର ହାତ ଧରି ପକେଇବେ କଣ, ଏ ପ୍ରକାର କେହି ନଥିବେ। ତୁମେ ହିଁ ମୋର ସହାୟ ପରମେଶ୍ୱର ହୋ ବୋଲି ମୁଁ ସେ ସ୍ଥାନରେ ପ୍ରାର୍ଥନା କରୁଥିଲି। ଆଉ ଯେତେବେଳେ ବେଡକୁ ମତେ ନେଲେ, ମୁଁ ଶୋଇ ମଧ୍ୟ ପାରୁନଥିଲି। କିନ୍ତୁ ମତେ ସେଇ ସ୍ଥାନରେ ଯେତେବେଳେ ଜବରଦସ୍ତି ଜଣେ ନର୍ସ ଆସିକି ଟେଷ୍ଟ କରିବା ପାଇଁ ସିରିଞ୍ଜ ପୁରଉଥିଲେ, ମତେ କଷ୍ଟ ହଉଥିଲା। ସେତେବେଳେ ଆଉ ଗୋଟେ ନର୍ସ ଆସିକି କହିଲେ ଯେ ଏମିତି କଣ ପେସେଣ୍ଟ ମାନଙ୍କୁ ବ୍ୟବହାର କରନ୍ତି କି, ତମେ ଘୁଞ୍ଚ ମୁଁ କରିବି। ତାପରେ ସେ ନର୍ସକୁ ସେ ଆଭଏଡ କରିକି ସେ ଗୋଟେ ଭଲ ନର୍ସଟି ହିଁ ମତେ ଟେଷ୍ଟ କଲେ। ତାପରେ କହିଲେ ଯେ ନାଇଁ ବସିକି କଲେ ଭଲରେ ଆସୁନି, ତମେ ଶୁଅ ବୋଲିକି ମତେ କହିଲେ। କିନ୍ତୁ ମୁଁ ଶୋଇ ମଧ୍ୟ ପାରୁନଥିଲି, ମତେ ଏତେ କଷ୍ଟ ଲାଗୁଥିଲା। କିନ୍ତୁ ପ୍ରଭୁଙ୍କର ଏତେ ଅନୁଗ୍ରହ, ମୁଁ ଯେତିକି ଡରୁଥିଲି ସେତିକି ମତେ କଷ୍ଟ ହେଲାନି। ମୁଁ ଯେତେବେଳେ ମୁଁ ଯେତିକି ଭାବୁଥିଲି ମତେ ସେତିକି ମତେ କଷ୍ଟ ହେଲାନି। ଆଉ ଯେତେବେଳେ ସିରିଞ୍ଜ ଥରେ ପଶେଇବେ ବୋଲି ଭାବୁଥିଲି, କିନ୍ତୁ 3 ଥର ସେଇ ବଥ ଜାଗାରେ ସିରିଞ୍ଜ ଟାକୁ ପଶେଇକି କଲେ, ମୁଁ କିଛି ମଧ୍ୟ କଷ୍ଟ ଅନୁଭବ କଲିନି। ଯେତେବେଳେ ବାହାରକୁ ଆସିଲି ପ୍ରଭୁଙ୍କୁ ଧନ୍ୟବାଦ ଦେଲି ଯେ ପ୍ରଭୁ ମୁଁ କେତେ ଡରି ଯାଉଥିଲି, ମୋର କଣ କରିବେ କଣ ହବ ବୋଲି ମୁଁ କେତେ ବ୍ୟସ୍ତ ହେଇଯାଉଥିଲି। କିନ୍ତୁ ତୁମେ କେତେ ମହାନ ପରମେଶ୍ୱର ହେଲ, ହୁଏତ ମୋ ପାଖରେ ତୁମେ ରହିଲ, ମୋ ଶରୀର ଉପରେ ବୋଧେ ତୁମେ ହସ୍ତ ରଖିଥିଲ, ସେଥିପାଇଁ ମୁଁ କଷ୍ଟ ଅନୁଭବ କରିନି। ପ୍ରଭୁଙ୍କ ମହାନଙ୍କୁ ଧନ୍ୟବାଦ ଦେଲି। ପ୍ରଭୁଙ୍କର ସେ ଅନୁଗ୍ରହକୁ ମଧ୍ୟ ମୁଁ ଧନ୍ୟବାଦ ଦେଲି। ଆଉ ଯେ ସମସ୍ତ ଅର୍ଥ ଗୁଡିକ ସେ ସ୍ଥାନରେ ସବୁ ଖର୍ଚ୍ଚ ହଉଥିଲା, ତା ପୂର୍ବରୁ ପ୍ରଭୁଙ୍କ ଦାସ ପ୍ରଭୁ ତାଙ୍କୁ ଜଣେଇଥିଲେ। ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ, ବାକ୍ୟରେ ଯେମିତି ଲେଖା ଅଛି ଯେ କ୍ଷତ ଦେଇ କ୍ଷତ ବାନ୍ଧିବା ପରମେଶ୍ୱର, ସେଇ ପ୍ରକାର ଭାବରେ ମୋ ଶରୀର ଅସୁସ୍ଥ ହେବା ପୂର୍ବରୁ ପ୍ରଭୁ ଯୋଗେଇ ଦେଇଥିଲେ। ପ୍ରଭୁ ଜାଣନ୍ତି। ଆଉ ମୁଁ ଅସୁସ୍ଥ ହେବା ପୂର୍ବରୁ ହିଁ ପ୍ରଭୁ ସାହାଯ୍ୟ କରିଦେଇଥିଲେ। ଆଉ ଯେତିକି ସବୁ ଅର୍ଥ ଗୁଡିକ ସେ ସ୍ଥାନରେ ଖର୍ଚ୍ଚ ହେଲା, ସେ ସମସ୍ତ ଅର୍ଥ ଗୁଡିକ ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ଯୋଗଉଥିଲେ। ତେଣୁ ପ୍ରଭୁଙ୍କ ମହାନଙ୍କୁ ଧନ୍ୟବାଦ ଦଉଛି। ଯୋଉ କାର୍ଯ୍ୟ ସମୟରେ ଯେ ପ୍ରଭୁ ମତେ ବାକ୍ୟ ଦ୍ଵାରା କଥା କହିଥିଲେ ଯେ ଜଗତର ଦୃଷ୍ଟିରେ ଦରିଦ୍ର ମାନଙ୍କୁ ବିଶ୍ୱାସ ରୂପ ଧନରେ ଧନୀ ହେବା ପାଇଁ,
ସତରେ ଆମ ଜଗତର ଧନ ନାହିଁ, କିନ୍ତୁ ପ୍ରଭୁ ଯୋଉ ବିଶ୍ୱାସ ରୂପକ ଧନ ଆମକୁ ଦେଇଛନ୍ତି ସେଇଥିରେ ପ୍ରଭୁ ମତେ ଦେଖେଇ ଦେଲେ ସେଦିନ ଯେ ତୁ ଯଦି ଜଗତର କାର୍ଯ୍ୟ କରିଥାନ୍ତୁ ସେ ସ୍ଥାନରେ ଯଦି ଯାଇକି ଯଦି ଡ୍ୟୁଟି କରିଥାନ୍ତୁ ବି ସେତିକି ଅର୍ଥ ତୁ ପାଇନଥାନ୍ତି କି ତୋ ଟ୍ରିଟମେଣ୍ଟ ହେଇପାରିନଥାନ୍ତା, କିନ୍ତୁ ମୁଁ ଘରେ ରହିଲି, ଅସୁସ୍ଥ ହେଲା କିନ୍ତୁ ପ୍ରଭୁ ମତେ ସାହାଯ୍ୟ କଲେ, ଅନୁଗ୍ରହ କଲେ, ଅର୍ଥ ମଧ୍ୟ ଯୋଗେଇଲେ ଏବଂ ସୁସ୍ଥତା ମଧ୍ୟ ଦେଇଦେଲେ। ତେଣୁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦଉଛି, ପ୍ରଭୁଙ୍କର ମହାନାମକୁ ଧନ୍ୟବାଦ ଦଉଛି। କେବଳ ସେତିକି ନୁହେଁ, ଅନେକ ଆଶ୍ଚର୍ଯ୍ୟ କର୍ମ ଗୁଡିକ ମୋ ଜୀବନରେ ହେଇଛି, ମୋ ପରିବାରରେ ମୋ ଜୀବନରେ ଆଶ୍ଚର୍ଯ୍ୟ କର୍ମ ଗୁଡିକ ହୁଏ। ଅସୁସ୍ଥତା ଆସେ କିନ୍ତୁ ପ୍ରଭୁ ଅନୁଗ୍ରହ କରି ସୁସ୍ଥତା ଦିଅନ୍ତି, ଅନେକ କ୍ଷତ ଦେଇ କ୍ଷତ ପ୍ରଭୁ ବାନ୍ଧନ୍ତି, ଅଭାବ ଅନାଟନ ଦେଇ ଯାଉଥିବା ସମୟରେ ମଧ୍ୟ ପ୍ରଭୁ ଆମର ସହାୟ ପରମେଶ୍ୱର ହେଇକି ଠିଆ ହୁଅନ୍ତି। କାରଣ ପ୍ରଭୁଙ୍କର ସେବା କାର୍ଯ୍ୟ ଆମେ କରୁଛୁ, ଅଭାବ ଆସେ କିନ୍ତୁ ସଦା ପ୍ରଭୁ ମୋର ପ୍ରତିପାଳକ ପରମେଶ୍ୱର ହିଁ ମୋର ପରିବାରକୁ କଢେଇ ନେଉଛନ୍ତି, ପ୍ରତ୍ୟେକଙ୍କର ମୋର ପିଲାମାନଙ୍କର ଯତ୍ନ ତତ୍ତ୍ୱ ମଧ୍ୟ ନେଉଛନ୍ତି। ତେଣୁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦଉଛି। ଏ ସୁନ୍ଦର ସୁଯୋଗ ଦେଇଥିବାରୁ ମଧ୍ୟ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜଣାଏ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ।